ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ প্রিয় শ্রোতা বন্ধু প্রভু যীশু খ্ରୀଷ୍ଟଙ୍କ ମହୋନ୍ନତ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 15 ଅଧ୍ୟାୟର 14 ପଦରେ ଆମମାନେ ଏହିପରି ପାଠ କରୁ, ସେମାନଙ୍କୁ ଛାଡ଼ିଦିଅ, ସେମାନେ ଅନ୍ଧମାନଙ୍କର ଅନ୍ଧ ପଥ ପ୍ରଦର୍ଶକ। ଆଉ ଯେବେ ଅନ୍ଧ ଅନ୍ଧକୁ ବାଟ କଢ଼ାଏ ତେବେ ଉଭୟେ ଖାତରେ ପଡ଼ିବେ। ଶାସ୍ତ୍ରୀ ଓ ଫାରୁସୀମାନେ ପ୍ରଭୁ ଯୀଶୁଙ୍କ କଥା ଶୁଣି ବିଘ୍ନ ପାଇ ତାହାଙ୍କଠାରୁ ବିମୁଖ ହୋଇ ଫେରିଗଲେ। ସେତେବେଳେ ପ୍ରଭୁ ଶିଷ୍ୟମାନଙ୍କୁ କହିଲେ, ସେମାନଙ୍କୁ ଛାଡ଼ିଦିଅ। ଏହା ପଛରେ ଦୁଇଟି କାରଣରୁ ପ୍ରଥମଟା ଗତକାଲି ଦେଖିଥିଲୁ ଯେ ସେମାନେ ଅନ୍ଧ ପଥ ପ୍ରଦର୍ଶକ। ଦ୍ୱିତୀୟତଃ ସେମାନେ ବିନାଶ ଆଡ଼କୁ ଗତି କରନ୍ତି ତଥା ଅନ୍ୟମାନଙ୍କୁ ମଧ୍ୟ ସେଇ ବିନାଶକୁ ନିଜ ସହିତ ନେଉଅଛନ୍ତି। ସେମାନେ ଆଗତ ବଢ଼ୁଛନ୍ତି, ପୁଣି ଆଗରେ ଥିବା ବିପଦ ପ୍ରତି ସଚେତନ ନୁହନ୍ତି, କାରଣ ସେମାନେ ଈଶ୍ୱରଙ୍କର ମାର୍ଗ, ଈଶ୍ୱରଙ୍କ ରୀତି ପ୍ରତି ନିଜ ନିଜର ଆଖି ବନ୍ଦ କରି ରଖିଛନ୍ତି। ମାତ୍ର ଯେଉଁମାନେ ଆତ୍ମାରେ ଓ ସତ୍ୟରେ ଈଶ୍ୱରଙ୍କ ଉପାସନା କରନ୍ତି, ଈଶ୍ୱର ସେମାନଙ୍କୁ ହିଁ ଚାହାନ୍ତି। ତଥାପି ସମସ୍ତେ ତ ତଦ୍ରୂପ କରନ୍ତି ନାହିଁ, ବରଂ ଈଶ୍ୱରଙ୍କ ନ୍ୟାୟଦଣ୍ଡର ଯୋଗ୍ୟ ହୁଅନ୍ତି। ଅର୍ଥାତ୍ ଯେଉଁମାନେ ପ୍ରତାରଣା କରନ୍ତି ବା ଧୋକା ଦିଅନ୍ତି ଓ ଯେଉଁମାନେ ପ୍ରତାରିତ ହୁଅନ୍ତି, ସେ ସମସ୍ତେ ତାହାଙ୍କ ବିଚାରାଧୀନ ଅଟନ୍ତି। ଈଶ୍ୱରଙ୍କର ଦଣ୍ଡରୁ ବର୍ତ୍ତିବା ପାଇଁ ବା ମନୁଷ୍ୟ ଯେପରି ତାହାଙ୍କର ହସ୍ତରେ ନ ପଡ଼େ, ଏଥିପାଇଁ ସେ ଉଦ୍ଧାରର ପଥ ପ୍ରସ୍ତୁତ କରିଅଛନ୍ତି। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରୁ ପୃଥିବୀକୁ ଆସିଲେ, ନରଦେହ ଧାରଣ କଲେ, ନିର୍ଦ୍ଦୋଷ ନିଷ୍ପାପ ହୋଇ ସୁଦ୍ଧା ମନୁଷ୍ୟର ପାପର ଦଣ୍ଡ ଆପେ ବହନ କରି କ୍ରୁଶରେ ମନୁଷ୍ୟ ନିମନ୍ତେ ମୃତ୍ୟୁ ଭୋଗ କଲେ। ତୃତୀୟ ଦିନରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲେ, ଯେପରି ଯେ କେହି ଯୀଶୁଙ୍କୁ ନିଜ ଜୀବନରେ ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରେ, ସେ ପରିତ୍ରାଣ ପ୍ରାପ୍ତ ହୁଏ ତଥା ଈଶ୍ୱରଙ୍କ ଦଣ୍ଡରୁ ରକ୍ଷା ପାଏ। ଆପଣ ମଧ୍ୟ ଯେପରି ତଦନୁରୂପ କରିବେ, ଈଶ୍ୱରଙ୍କ ଠାରେ ଆପଣଙ୍କ ପାଇଁ ଆମର ପ୍ରାର୍ଥନା।